ହାପି ମର୍ଣ୍ଣିଂ। ଶୋଇବା ପୂର୍ବରୁ ଚିନ୍ତା ହେଉଛି କି ନିଦ ଆସୁନି କି ଆଉ ଷ୍ଟ୍ରେସ୍ ଯଦି ଶୋଉଛନ୍ତି ତେବେ ଏହି ପବିତ୍ର ପ୍ରାର୍ଥନା ଆପଣଙ୍କ ପାଇଁ। ଆମେ ସମସ୍ତେ ଜାଣିଛନ୍ତି ହୋପ୍ ନୋ ସ୍ଲିପିଂ ପ୍ରେୟାର, ଅର୍ଥାତ୍ ଯେଉଁଠି ବି ଯେମିତି ବସିଛନ୍ତି ସେମିତି ବସିଥାନ୍ତୁ, ଗୋଟିଏ ଦୀର୍ଘ ନିଶ୍ୱାସ ନିଅନ୍ତୁ ଓ ନିଜ ଛାତିରେ ହାତ ରଖନ୍ତୁ ଆଉ ମୋ ସହିତ କୁହନ୍ତୁ, ଆଇ ଏମ୍ ସରି, ପ୍ଲିଜ୍ ଫର୍ଗିଭ୍ ମି, ଥ୍ୟାଙ୍କ ୟୁ, ଆଇ ଲଭ୍ ୟୁ। ମୁଁ ଦୁଃଖିତ, ମୋତେ କ୍ଷମା କରିଦିଅନ୍ତୁ। ଆଇ ଏମ୍ ସରି, ପ୍ଲିଜ୍ ଫର୍ଗିଭ୍ ମି, ଥ୍ୟାଙ୍କ ୟୁ, ଆପଣଙ୍କୁ ଧନ୍ୟବାଦ ଓ ମୁଁ ଆପଣଙ୍କୁ ବହୁତ ଭଲ ପାଏ। ଏହି ଚାରିଟା ପବିତ୍ର ପ୍ରାର୍ଥନା ଯଦି ଏହା ଆମେ 7 ଥରରୁ 11 ଥର ପ୍ରାକ୍ଟିସ୍ କରିଦେଇପାରିବା, ତେବେ ଆମ ମନରେ ଥିବା ଅଶାନ୍ତି, କଷ୍ଟ, ଦୁଃଖ, ଯନ୍ତ୍ରଣା କିମ୍ବା ଦିନଭରର ଯାହା ବି ଥକାନ ଅଛି ତାହା ସବୁ ଆପେ ଆପେ ଉଭେଇଯିବ। ଆଜି ହିଁ ଚେଷ୍ଟା କରନ୍ତୁ, କାହିଁକିନା ଯେମିତି ଆମେ ଶୋଇବା ଆମ ସକାଳ ମଧ୍ୟ ଆମ ଦିନଚର୍ଯ୍ୟା ମଧ୍ୟ ସେମିତି ଆରମ୍ଭ ହୋଇଥାଏ। ରାତିରେ ଯାହା ଆମ ମନର ଭିତରେ ଥାଏ ସକାଳୁ ଉଠିଲା ପରେ ଆମ ମନରେ ସେଇ ଆସିଥାଏ। ତେବେ ଆସନ୍ତୁ ଆଜିର ରାତିର ଶୋଇବାକୁ ଆମେ ଚେଞ୍ଜ କରିବା, ବଦଳାଇବା, ତ ଆମର ସକାଳ ବା ଦିନ ନିଶ୍ଚୟ ଭଲ ବା ସୁଖ ଶାନ୍ତିରେ ଚାଲିବ। ରାତିର ଶୋଇବା ଠାରୁ ସକାଳ ପର୍ଯ୍ୟନ୍ତ ଏହା ଆମ ଜୀବନକୁ ନିୟନ୍ତ୍ରଣ କରିଥାଏ। କେମିତି ଲାଗିଲା ଏ ହୋପ୍ ନୋ ପବିତ୍ର ପ୍ରାର୍ଥନା? ନିଶ୍ଚୟ କମେଣ୍ଟରେ ଲେଖିବେ କି ମୁଁ ଶାନ୍ତିରେ ଶୋଇଛି। ଥ୍ୟାଙ୍କ ୟୁ। ଯଦି ଭିଡ଼ିଓ ଭଲ ଲାଗିଥାଏ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ପୁଣି ଦେଖା ହେବା ନୂଆ ଭିଡ଼ିଓ ସହିତ।